ଓଡ଼ିଶା ଖୁବ୍ ଚର୍ଚ୍ଚିତ ଦୁଇଟି କ୍ଷେତ୍ରକୁ ନେଇ। ପ୍ରଥମଟି ହେଉଛି ଜଗନ୍ନାଥ କ୍ଷେତ୍ର ଏବଂ ଅନ୍ୟଟି ଜନଜାତି କ୍ଷେତ୍ର। ପ୍ରଭୁ ଜଗନ୍ନାଥ ଓଡ଼ିଶାର ଭାବନା ସହ ଜଡ଼ିତ, ଆଉ ଦ୍ୱିତୀୟଟି ସଂସ୍କୃତି ସହ ପ୍ରକୃତିକୁ ନେଇ ଗତିଶୀଳ। ଆଜି ଆମେ ଆମ ଓଡ଼ିଶାର ଜନଜାତି ତଥା ସେମାନଙ୍କ ଭାଷାକୁ ନେଇ କିଛି ନୂଆ ତଥ୍ୟ ଜାଣିବା। ଇତିହାସ ଏମାନଙ୍କ ବିଷୟରେ କ'ଣ କୁହେ? ଏମାନେ ଓଡ଼ିଶାର ଯଦି ଏମାନଙ୍କ ଭାଷା କିପରି ଅଲଗା? ଏମାନଙ୍କ ମୂଳ ବସତି ପ୍ରକୃତରେ କେଉଁଠି? ଏହାକୁ ନେଇଥିବା ସବୁ ପ୍ରଶ୍ନର ଉତ୍ତର ଆଜି ଜାଣିବା, ତେଣୁ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ଜନଜାତିମାନେ ଓଡ଼ିଶାର ଉପକୂଳ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟତ୍ର ଏମାନଙ୍କ ବସତି ଓ ଅବସ୍ଥିତି ଅଧିକ ରହିଛି। ଓଡ଼ିଶା ପୁନଶ୍ଚ ଆଉ ଏକ ଦିଗରୁ ଚର୍ଚ୍ଚିତ ହୁଏ, ଯାହାକି ଭାଷା କ୍ଷେତ୍ର ହିସାବରେ ପରିଚିତ। ଆମେ ଜାଣିଛେ ଭାଷା ଭିତ୍ତିରେ ଆମ ରାଜ୍ୟ ଓଡ଼ିଶା ପ୍ରଥମ କରି ଗଠନ ହୋଇଥିଲା। ଓଡ଼ିଆ ଭାଷାରୁ ଓଡ଼ିଶାର ସୃଷ୍ଟି। କିନ୍ତୁ ଏଠି ଜନଜାତିଙ୍କ ଭାଷା ଓ ସଂସ୍କୃତିକୁ ଅଧ୍ୟୟନ କରିବା ପାଇଁ ଦେଶ ବିଦେଶରୁ ଗବେଷକ ଆସିଥାନ୍ତି, କାରଣ ଏହା ଓଡ଼ିଆ ଭାଷା ସହିତ ସମାନ ନୁହେଁ। ଗାଁ ଗାଁରେ ଅନେକ ଭାଷାଭାଷୀ ଗୋଷ୍ଠୀଙ୍କ ସମାହାର ରହିଛି। ନିଜ ଭାଷା ସଂସ୍କୃତି ସହ ଅନ୍ୟ ସଂସ୍କୃତି ଭାଷାକୁ ସମାନ ସମ୍ମାନ ଦେଇ ତଦନୁରୂପ ନିଜ ପରିଚୟ ବଜାୟ ରଖିବା ଆମ ଓଡ଼ିଶାର ଜନଜାତିଙ୍କ ମଧ୍ୟରେ ହିଁ ସମ୍ଭବ ହୋଇଥାଏ। ଆମେ ଏଠି ପ୍ରତ୍ୟେକଙ୍କ ଭାଷାକୁ ସମ୍ମାନ ଦେଇଥାଉ। ତେଣୁ ଦେଶ ବିଦେଶରୁ ଭାଷା, ସମାଜ, ନୃତତ୍ତ୍ୱ, ସଂସ୍କୃତି ଶାସ୍ତ୍ରୀମାନେ ଓଡ଼ିଶାକୁ ସେମାନଙ୍କ ଗବେଷଣାର କ୍ଷେତ୍ର ହିସାବରେ ଗ୍ରହଣ କରିସାରିଛନ୍ତି। ଆମ ଓଡ଼ିଶାରେ 62 ଗୋଷ୍ଠୀର ଜନଜାତି ବାସ କରନ୍ତି। ଏ ମଧ୍ୟରେ 13 ପ୍ରକାର ନିର୍ଦ୍ଦିଷ୍ଟ ରୂପେ ଅନୁନ୍ନତ ଜନଜାତି ସମୁଦାୟ ଅନ୍ତର୍ଭୁକ୍ତ। ଭାଷା ଦୃଷ୍ଟିରୁ ଏମାନଙ୍କୁ ମୁଖ୍ୟତଃ 3ଟି ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏଗୁଡ଼ିକ ହେଲା ଅଷ୍ଟ୍ରିକ୍ ବା ଅଷ୍ଟ୍ରୋ ଏସିଆଟିକ୍, ଦ୍ରାବିଡ଼ ଏବଂ ଭାରତୀୟ ଆର୍ଯ୍ୟ। ମୁଣ୍ଡା ବା ଅଷ୍ଟ୍ରିକ୍ ଗୋଷ୍ଠୀ ଓଡ଼ିଶା କ୍ଷେତ୍ରକୁ 2ଟି ମାର୍ଗରେ ଆସିଛନ୍ତି। ପ୍ରଥମଟି ହେଲା ଛୋଟନାଗପୁର ମାଳ ଅଞ୍ଚଳ ଦେଇ ଉତ୍ତର ପଶ୍ଚିମ ବାଟରୁ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ଝାରସୁଗୁଡ଼ା ଅଞ୍ଚଳରେ ବସତି ସ୍ଥାପନ କରିଛନ୍ତି। ଆଉ ଗୋଟିଏ ଗୋଷ୍ଠୀ ଗୋଦାବରୀ ଉପତ୍ୟକା ଦେଇ ଓଡ଼ିଶାର ଦକ୍ଷିଣ କେନ୍ଦ୍ରାଞ୍ଚଳରେ ଅବିଭକ୍ତ କୋରାପୁଟ ଅଞ୍ଚଳକୁ ଏବଂ ପରପର ଏମାନଙ୍କ ଏକ ଶାଖା କେନ୍ଦ୍ର ପଶ୍ଚିମ ଅଞ୍ଚଳ ତଥା କେନ୍ଦୁଝର, ସୁନ୍ଦରଗଡ଼ ଇଲାକାରେ ବସତି ସ୍ଥାପନ କରିଥିବାର ବିଭିନ୍ନ ସୂତ୍ରରୁ ଜଣାଯାଏ। ଦ୍ରାବିଡ଼ମାନେ ଦକ୍ଷିଣାଞ୍ଚଳରୁ କ୍ରମଶଃ ଉତ୍ତର ପଶ୍ଚିମକୁ ବିସ୍ତାରିତ ହୋଇଥିବା ଜଣାଯାଏ। ଦ୍ରାବିଡ଼ମାନେ ସମନ୍ୱୟ ସଂସ୍କୃତିର ସଂଗଠକ, ସମାଜ, ପଲ୍ଲୀ, ହାଟ, ନୃତ୍ୟ, ସଙ୍ଗୀତ ତଥା ଶକ୍ତି ଓ ଶିବର ପ୍ରସାରକ। କୃଷି ସହ ଏମାନଙ୍କ ସଂସ୍କୃତି ଓତଃପ୍ରୋତ ଭାବେ ଜଡ଼ିତ। ପରପର ଆର୍ଯ୍ୟମାନଙ୍କର ସହାବସ୍ଥାନରେ ଦ୍ରାବିଡ଼ ଓ ମୁଣ୍ଡା ସଂସ୍କୃତିର ସୁସମନ୍ୱୟ ସାଧିତ ହୋଇଛି। ଭାଷା ହେଉଛି ସଂସ୍କୃତିର ବାହକ। ଗୋଟିଏ ଜାତିର ଅଧ୍ୟୟନ କଲେ ତାର ଭାଷା ସହିତ ପରିଚିତ ହେବାକୁ ପଡ଼େ। ଆମେ ଆଜିର ଯେଉଁ ଓଡ଼ିଆ ଭାଷା ସଂସ୍କୃତିର କଥା କହୁଛେ, ତାହା ଦ୍ରାବିଡ଼ ମୁଣ୍ଡା ଆର୍ଯ୍ୟର ଏକ ସଫଳ ସଂସ୍କରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଗନ୍ନାଥ ସାଂସ୍କୃତିକ ଚେତନାରେ ଆଜି ବି ଅନେକ ଶବର ଶବ୍ଦର ପ୍ରଚଳନ ଦେଖିବାକୁ ମିଳିଥାଏ। ଶବର ଓ ବ୍ରାହ୍ମଣର ମହାମିଳନରେ ଜଗନ୍ନାଥ ସଂସ୍କୃତିର ବିକାଶ ହୋଇଥିବାର ଅନେକ ଚର୍ଚ୍ଚା, ବିଭିନ୍ନ କିମ୍ବଦନ୍ତୀ ଓ କର୍ମକାଣ୍ଡରେ ଶୁଣାଯାଏ। ଭାଷା ଆଲୋଚନା ଦୃଷ୍ଟିରୁ ଓଡ଼ିଶାକୁ ଭାଷା କ୍ଷେତ୍ର ହିସାବରେ ଭାଷାବିତ୍ମାନେ ପ୍ରତିଷ୍ଠା କରିସାରିଥିଲା ବେଳେ ଜନଜାତି ଭାଷାକୁ ଗବେଷଣା ପାଇଁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଓଡ଼ିଶାରେ ଭାଷା ଚିନ୍ତନର ପରମ୍ପରା ଖୁବ୍ ପ୍ରାଚୀନ। ଓଡ଼ିଶାକୁ ଆର୍ଯ୍ୟମାନଙ୍କ ଆଗମନ କାଳରୁ ଏ ଚିନ୍ତନର ଅୟମାରମ୍ଭ ହୋଇଛି। ଆର୍ଯ୍ୟମାନଙ୍କ ଓଡ଼ିଶାକୁ ଆଗମନ କୋଶଳ ଏବଂ ବଙ୍ଗ ଉଭୟ ଦିଗରୁ ହୋଇଛି। ଭୌଗୋଳିକ ଅବସ୍ଥିତି ତଥା ଦ୍ରାବିଡ଼ ଓ ମୁଣ୍ଡା ଗୋଷ୍ଠୀଙ୍କ ସହ ସମନ୍ୱୟରୁ ଅନେକ ଭାଷିକ ବିନିମୟ ସାଧିତ ମଧ୍ୟ ହୋଇଛି। ତେବେ ଓଡ଼ିଶାର ସାମଗ୍ରିକ ଜନସମୁଦାୟର 22.85% ଜନଜାତି। ଏମାନେ 13 ଗୋଟି ନିର୍ଦ୍ଦିଷ୍ଟ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମେତ 62 ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ପୁନଶ୍ଚ ଭାଷା ଦୃଷ୍ଟିରୁ ଏମାନଙ୍କ ମଧ୍ୟରେ 21ଟି ଭାଷା ଓ 74ଟି ଉପଭାଷାର ପ୍ରଚଳନ ଦେଖିବାକୁ ମିଳିଥାଏ। ତେବେ ଦକ୍ଷିଣାଞ୍ଚଳୀୟ ଶାଖାରେ ଦେଶିଆ, ଭତରୀ, ହାଲବି, ଝରିଆ ପରସ୍ପର ସମ୍ବନ୍ଧିତ ଉପଶାଖା ହିସାବରେ ନଜରକୁ ଆସୁଥିବା ବେଳେ ପଶ୍ଚିମାଞ୍ଚଳୀୟ ଶାଖାରେ ସାଦରୀ, ଲରିଆ, ଛତିଶଗଡ଼ୀ, ଭୁଞ୍ଜିଆ, ସମ୍ବଲପୁରୀ, କନ୍ଧାନ, ବିଞ୍ଝାଲ, ବଞ୍ଜରା,
ଏବଂ ଉତ୍ତରାଞ୍ଚଳୀୟ ଉପଶାଖାରେ ସମ୍ବଲପୁରୀ, ଭୂଇଁଆ, ବାଥୋଡ଼ି, କୁରୁମାଳି, ସାଉଁତି ପରସ୍ପର ସମ୍ପର୍କିତ ଉପଭାଷା ହିସାବରେ ଗ୍ରହଣୀୟ ହୋଇଥାନ୍ତି। ଦକ୍ଷିଣାଞ୍ଚଳୀୟ ଶାଖାର ଭାଷା ସମୂହ ମୁଖ୍ୟତଃ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଜିଲ୍ଲାରେ କଥିତ ହେଉଥିବା ବେଳେ ପଶ୍ଚିମାଞ୍ଚଳୀୟ ଶାଖାର ଭାଷା ସମୂହ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ତଥା ସୁନ୍ଦରଗଡ଼ ଜିଲ୍ଲାରେ ଏବଂ ଉତ୍ତରାଞ୍ଚଳୀୟ ଶାଖାର ଭାଷା ସମୂହ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ସମୂହରେ ପ୍ରଚଳିତ ହେଉଛି। ଏ ସମସ୍ତ ଭାଷା ଓଡ଼ିଶାର ସମଗ୍ର ମାଳ ଅଞ୍ଚଳକୁ ନେଇ ପରିବ୍ୟାପ୍ତ। ଏ ଅଞ୍ଚଳ ବିଭିନ୍ନ ସମୟରେ ବିଭିନ୍ନ ପ୍ରଶାସନିକ କେନ୍ଦ୍ର ଦ୍ୱାରା ଶାସିତ ହେବା ସହ ସାଂସ୍କୃତିକ ସମନ୍ୱୟ ଏହି ଶାସନ ସମୟରେ ସାଧିତ ହୋଇଥିବାରୁ ଭାଷା ଭାଷା ମଧ୍ୟରେ ପାରସ୍ପରିକ ସମ୍ପର୍କ ପରିଲକ୍ଷିତ ହୋଇଛି। ଆଦିବାସୀମାନଙ୍କ ମଧ୍ୟରେ ଅଧୁନା ପ୍ରଚଳିତ ସ୍ୱବର୍ଗୀୟ ଭାଷା ଉପଭାଷାର ପ୍ରଚଳନ ଖୁବ୍ ସୀମିତ। ଅନ୍ତର୍ଗୋଷ୍ଠୀୟ ସ୍ତରରେ ଏମାନେ ସମ୍ପର୍କ ଭାଷାର ସାହାଯ୍ୟ ନିଅନ୍ତି। ଏପରିକି ଘରର ମୁରବୀ ସ୍ଥାନୀୟ ଲୋକେ ତାଙ୍କ ସନ୍ତାନ ବର୍ଗଙ୍କ ନିକଟରେ ସ୍ଥାନୀୟ ସମ୍ପର୍କ ଭାଷାରେ ହିଁ କଥାବାର୍ତ୍ତା ହୁଅନ୍ତି। ପୂର୍ବେ ଏ ସମସ୍ତଙ୍କ ହୁଏତ ନିଜସ୍ୱ ଭାଷା ଥିଲା। ପ୍ରାଦେଶିକ ଭାଷାର ପ୍ରାଧାନ୍ୟ ବଢ଼ିବା ତଥା ସ୍ୱ-ମାତୃଭାଷା ପାଇଁ ପ୍ରୋତ୍ସାହନର ଅଭାବ ବୋଧହୁଏ ସେମାନଙ୍କର ଭାଷା ପରିବର୍ତ୍ତନର କାରଣ। ଆଜି ମଧ୍ୟ ଏହି ଧାରା ଜାରି ରହିଛି। ଆଶା ଅଛି ଏବେ ଆପଣ ଆମ ଓଡ଼ିଶାରେ ଥିବା ଜନଜାତି ଓ ସେମାନଙ୍କ ଭାଷାକୁ ନେଇଥିବା ସବୁ ତଥ୍ୟ ବିଷୟରେ ଜାଣିସାରିଥିବେ। ଓଡ଼ିଶାର ଜନଜାତି ଓ ଏମାନଙ୍କ ଭାଷାକୁ ନେଇଥିବା ଆଜିର ଏହି ସ୍ପେଶାଲ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଭିଡ଼ିଓଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଆମ ରାଜ୍ୟ ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।